କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଆଜିର ଭିଡିଓରେ ଇତିହାସର ପୃଷ୍ଠାକୁ ଟିକେ ଖୋଲିବା। ଟପିକଟି ହେଉଛି ମଙ୍ଗୋଲ ବିଜୟ, ମଧ୍ୟଯୁଗୀୟ ବିଶ୍ୱକୁ ପୁନଃନିର୍ମାଣ। ତ ଆରମ୍ଭ କରିବା। ତ୍ରୟୋଦଶ ଏବଂ ଚତୁର୍ଦ୍ଦଶ ଶତାବ୍ଦୀର ମଙ୍ଗୋଲ ବିଜୟ ମାନବ ଇତିହାସର କିଛି ସବୁଠାରୁ ପରିବର୍ତ୍ତନକାରୀ ଘଟଣା ଭାବରେ ଠିଆ ହୋଇଛି, ଯାହାର ପରିଣାମ ସ୍ୱରୂପ ସର୍ବବୃହତ ସଂଲଗ୍ନ ଭୂମି ସାମ୍ରାଜ୍ୟ ସୃଷ୍ଟି ହୋଇଥିଲା। ପ୍ରାରମ୍ଭରେ ଚେଙ୍ଗିସ୍ ଖାନଙ୍କ ନେତୃତ୍ୱରେ ମଙ୍ଗୋଲ ସାମ୍ରାଜ୍ୟ ବିସ୍ତାର ହୋଇଥିଲା। ପୂର୍ବରେ ପ୍ରଶାନ୍ତ ମହାସାଗରରୁ ପଶ୍ଚିମରେ ଡାନୁବ ନଦୀ ଏବଂ ବରଫ ସାଇବେରିଆନ୍ ଷ୍ଟେପିସ୍ ଠାରୁ ପାରସ୍ୟ ଉପସାଗର ପର୍ଯ୍ୟନ୍ତ। ଏହି ଯୁଗ ଅଭୂତପୂର୍ବ ସାମରିକ ରଣନୀତି, ନିଷ୍ଠୁର ବିଜୟ ଏବଂ ପାସ୍କ ମଙ୍ଗୋଲିକା ଭାବରେ ଜଣାଶୁଣା ବିଶ୍ୱ ବାଣିଜ୍ୟ ଏବଂ ସାଂସ୍କୃତିକ ଆଦାନ ପ୍ରଦାନର ଶେଷ ସୁବିଧାର ମିଶ୍ରଣ ଦ୍ୱାରା ପରିଭାଷିତ ହୋଇଥିଲା। ମଙ୍ଗୋଲମାନଙ୍କର ଉତ୍ଥାନ ଟେମୁଜିନ୍ଙ୍କ ଅଧୀନରେ ଯାଯାବର ଜନଜାତିର ଏକକୀକରଣ ସହିତ ଆରମ୍ଭ ହୋଇଥିଲା, ଯାହାକୁ 1206ରେ ଚେଙ୍ଗିସ୍ ଖାନ ଶୀର୍ଷକ ଘୋଷଣା କରାଯାଇଥିଲା। ଏକ ଅତ୍ୟନ୍ତ ଶୃଙ୍ଖଳିତ ଅଶ୍ୱାରୋହୀ ଏବଂ ବିପ୍ଳବୀ ମନସ୍ତାତ୍ତ୍ୱିକ ଯୁଦ୍ଧ ବ୍ୟବହାର କରି ମଙ୍ଗୋଲମାନେ ଚୀନରେ ଜିନ୍ ଏବଂ ପଶ୍ଚିମ ସିଆ ରାଜବଂଶ, ମଧ୍ୟ ଏସିଆରେ ଖ୍ୱାରାଜମିୟାନ୍ ସାମ୍ରାଜ୍ୟକୁ ଜୟ କରିଥିଲେ ଏବଂ କିଭାନ୍ ରୁଷ ଏବଂ ପୂର୍ବ ୟୁରୋପରେ ବିନାଶକାରୀ ଆକ୍ରମଣ ଆରମ୍ଭ କରିଥିଲେ। ସେମାନଙ୍କର ସାମରିକ ସଫଳତା, ଗତିଶୀଳତା, ଯୋଗ୍ୟତାର କାରଣ ଚୀନ ଏବଂ ପାରସ୍ୟ ଇଞ୍ଜିନିୟରମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଇଞ୍ଜିନ ଭଳି ବିଦେଶୀ ପ୍ରଯୁକ୍ତି ବିଦ୍ୟା ଗ୍ରହଣ ଥିଲା। ବିଜୟଗୁଡ଼ିକ ଉଲ୍ଲେଖନୀୟ ବିନାଶ ଏବଂ ଜୀବନହାନି ଦ୍ୱାରା ଚିହ୍ନିତ ହୋଇଥିଲେ ମଧ୍ୟ। ଫଳସ୍ୱରୂପ ମଙ୍ଗୋଲ ପ୍ରଶାସନ ସିଲ୍କ ରୋଡରେ ସ୍ଥିରତାର ଏକ ସମୟ ଆଣିଥିଲା। ପ୍ରଥମ ଥର ପାଇଁ ଏକକ ରାଜନୈତିକ କର୍ତ୍ତୃପକ୍ଷ ୟୁରୋପ ଏବଂ ଏସିଆକୁ ସଂଯୋଗ କରୁଥିବା ପ୍ରାଥମିକ ବାଣିଜ୍ୟ ପଥଗୁଡ଼ିକୁ ପରିଚାଳନା କରିଥିଲେ, ଯାହାଦ୍ୱାରା ସାମଗ୍ରୀ, ଚିନ୍ତାଧାରା ଏବଂ ପ୍ରଯୁକ୍ତିବିଦ୍ୟା ଯେପରିକି ବାରୁଦ, କାଗଜ, ଟଙ୍କା ଏବଂ କମ୍ପାସ ବିସ୍ତୃତ ଦୂରତାକୁ ସହଜ କରିଥିଲା। ଏହା ମାର୍କୋ ପୋଲୋ ଭଳି ଅନୁସନ୍ଧାନକାରୀଙ୍କୁ ପୂର୍ବର ଆଶ୍ଚର୍ଯ୍ୟଜନକ ଜିନିଷଗୁଡ଼ିକୁ ଯାତ୍ରା ଏବଂ ଡକୁମେଣ୍ଟ କରିବାକୁ ଅନୁମତି ଦେଇଥିଲା, ଯାହା ସବୁଦିନ ପାଇଁ ୟୁରୋପୀୟ ବିଶ୍ୱ ଦୃଷ୍ଟିକୋଣକୁ ପରିବର୍ତ୍ତନ କରିଥିଲା। ମଙ୍ଗୋଲ ବିଜୟର ଐତିହ୍ୟ ଜଟିଳ। ଚତୁର୍ଦ୍ଦଶ ଶତାବ୍ଦୀର ମଧ୍ୟଭାଗ ସୁଦ୍ଧା ସାମ୍ରାଜ୍ୟ ଚାରୋଟି ସ୍ୱତନ୍ତ୍ର ଖାନ୍ତେସରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଚୀନର ୟୁଆନ୍ ରାଜବଂଶ, ରୁଷରେ ସ୍ୱର୍ଣ୍ଣହୋଡ, ପାରସ୍ୟର ଇଲଖାନାଟ ଏବଂ ମଧ୍ୟ ଏସିଆର ଚାଗତାଇ ଖାନାରେ। ଯଦିଓ ରାଜନୈତିକ ଏକତା ଶେଷରେ ବିଲୁପ୍ତ ହୋଇଗଲା, ମଙ୍ଗୋଲମାନଙ୍କର ଜେନେଟିକ୍ ଏବଂ ସାଂସ୍କୃତିକ ପ୍ରଭାବ ରହିଲା। ସେମାନେ ଅନେକ ମଧ୍ୟଯୁଗୀୟ ରାଜନୈତିକ ଗଠନର ଅନ୍ତରକୁ ତ୍ୱରାନ୍ୱିତ କରିଥିଲେ ଏବଂ ପୂର୍ବ ଏବଂ ପାଶ୍ଚାତ୍ୟ ସଭ୍ୟତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରି ଆଧୁନିକ ବିଶ୍ୱ ପାଇଁ ପରିସ୍ଥିତି ସୃଷ୍ଟି କରିଥିଲେ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ଟିକେ ଲାଇକ୍ କରିଦେବ, ଭିଡ଼ିଓକୁ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖାବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।